ନମସ୍କାର। ନୀଳିମା କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ଚୁଡ଼ା ଏବଂ ଅରୁଆ ଚାଉଳରେ ତିଆରି ଏହି ମଜାଦାର ପୋଡ଼ପିଠା ରେସିପି। ତେବେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିବ। ତେବେ ଚାଲନ୍ତୁ ନା ଆଉ ଡେରି କରିବାନି, ଆରମ୍ଭ କରିବା ଆଜିର ଏହି ରେସିପି। ମୁଁ ଏଠି ଗୋଟେ ଗିନା ଅରୁଆ ଚାଉଳ ନେଇଛି, ଯେଉଁଟାକୁ ମୁଁ ପାଣିରେ ଭିଜେଇ ନେଇଥିଲି। ଦେଖନ୍ତୁ ପୁରା ଗୋଟେ ଗିନା। ଆଉ ଚାଉଳଟାକୁ ଯେଉଁଥିରେ ମାପିକି ନେବେ ସବୁ ଜିନିଷ ସମାନ ଭାବରେ ହିଁ ଭାଗ ମାପ ହେବ। ଏବେ ଏହାକୁ ଆଉ ଥରେ ପାଣିରେ ଭଲ ଭାବରେ ଧୋଇ ନେବା। ଦେଖନ୍ତୁ ପାଣିରେ ଢାଳି ନେଲେ ଏବେ 4-5 ଥର ଭଲ ଭାବରେ ଧୋଇ ନେବା। ଚାଉଳଟା ବି ଦେଖନ୍ତୁ ସମ୍ପୂର୍ଣ୍ଣ ଭାବରେ ବତୁରେଇ ଯାଇଛି। ଏବେ ଏହାକୁ ସାଇଡ୍ କରି ନେବା। ଯେଉଁ ଗିନାରେ ମୁଁ ଚାଉଳ ନେଇଥିଲି ସେଇ ଗିନାରେ ଅଧା ଗିନା ଚୁଡ଼ା। ଏ ଚୁଡ଼ାଟା ଯେକୌଣସି ଚୁଡ଼ା ହେଲେ ଚଳିବ, ପତଳା ହେଉ କିମ୍ବା ମୋଟା। ଏହାକୁ ମଧ୍ୟ ଭଲ ଭାବରେ ଧୋଇ ନେବା ଏବଂ ପାଣିରେ ବତୁରେଇକି ରଖିଦେବା 5ରୁ 7 ମିନିଟ୍। ଏଠି ମୁଁ କିଛି ନଡ଼ିଆ, ଦେଖନ୍ତୁ ଗୋଟେ ନଡ଼ିଆ ଫାଳେ ମୁଁ କୋରି ନେଇଛି, ଆଉ ଅଧା ଛୋଟ ଛୋଟ ଆକାରରେ କାଟି ନେଇଛି। ତା ସହିତ ଅଛି କିଛି ଡ୍ରାଏ ଫ୍ରୁଟ୍ସ, ଯେଉଁଥିରେ ଅଛି କାଜୁ, କିସମିସ୍ ଏବଂ ପିସ୍ତା ବାଦାମ। ଏବେ ଚାଉଳଟାକୁ ଭଲ ଭାବରେ ଧୋଇ ନେଇଛି। ଏ ଯେଉଁ ଏକ୍ସଟ୍ରା ପାଣିଟାକୁ ସମ୍ପୂର୍ଣ୍ଣ ବାହାର କରିଦେବି। ଚାଉଳଟା ଦେଖନ୍ତୁ ଏକଦମ ନରମ ହେଇଯାଇଛି। ଆଉ ଏ ଚାଉଳ ବେଶୀ ସମୟ ଲାଗିବନି, ଜଷ୍ଟ ବତୁରେଇବା ପାଇଁ ଅପେକ୍ଷା ହିଁ କରିବା। ତ এই ଚାଉଳଟା ଏରି ଭିତରେ ବତୁରେଇ ଯାଇଛି। ଏବେ ସମ୍ପୂର୍ଣ୍ଣ ପାଣିଟାକୁ ନିଗାଡ଼ି ନେବା। ଦେଖନ୍ତୁ ସବୁଯାକ ପାଣିକୁ ମୁଁ ବାହାର କରି ନେଇଛି। ଏବେ ମିକ୍ସିଂ ଜାରରେ ଚାଉଳକୁ ନେଇ ନେବି। ଏକାଥରେ ବାଟି ହେବନି, ଅଳ୍ପ ଅଳ୍ପ ଚାଉଳ ନେବେ। ଏବେ ଆ ଦେହରେ ନଡ଼ିଆକୁ ମଧ୍ୟ ଦେଇଦେବା, ଯେଉଁ ନଡ଼ିଆଟା ମୁଁ କୋରିକି ରଖିଥିଲି। ଏବେ ଦେଖନ୍ତୁ ଯେଉଁ ଗିନାରେ ମୁଁ ଚାଉଳ ନେଇଥିଲି ସମାନ ଭାବରେ ସେଇ ଗିନାରେ ଗୋଟେ ଗିନା ମୁଁ କ୍ଷୀର ନେଇଛି। ଏ କ୍ଷୀରରେ ହିଁ ଚାଉଳଟାକୁ ବାଟି ନେବା। ଯେତିକି ଲାଗିବ ବାଟିବା ପାଇଁ ସେତିକି ହିଁ ଦେବି। ଏବେ ଚାଉଳଟାକୁ ଚିକ୍କଣ ଭାବରେ ଏକଦମ ବାଟି ଆଣିବା। ଚାଉଳଟାକୁ ତ ବାଟି ନେଇଛି, ଏବେ ଗୋଟେ ବାଉଲରେ ଢାଳି ନେବା। ସମାନ ଆକାରରେ ସବୁଯାକ ବାଟି ନେଇଛି। ବାକି ଯେଉଁ ଅଳ୍ପ ଥିଲା ତାକୁ ନଡ଼ିଆ ଏବଂ ଏଇ ଚୁଡ଼ା ବି ଆମର ବତୁରେଇ ଯାଇଛି। ଏବେ ଏହାକୁ ମଧ୍ୟ ଭଲ ଭାବରେ ବାଟି ନେବା। ଦେଖନ୍ତୁ କ୍ଷୀର ଦେଇଦେଲେ। ଏବେ ଆ ଦେହରେ ଫ୍ଲେଭର ପାଇଁ ମୁଁ 2ରୁ 3ଟା ଅଳେଇଚକୁ ମଧ୍ୟ ଦେଇଦେବା। ଏବେ ଏକଦମ ଚିକ୍କଣ ଭାବରେ ବାଟି ନେବା। ଏବେ ଆ ଦେହରେ ସବୁଯାକ ମିଶାଇ ନେବା। ଭଲ ଭାବରେ ଗୋଳେଇ ନେବି। ଦେଖନ୍ତୁ ମିଶ୍ରଣଟା ତ ଆମର ରେଡ଼ି ହେଇଗଲାଣି। ବାକି ଆମର ଯେତିକି କ୍ଷୀର ଥିଲା ତାକୁ ମଧ୍ୟ ଢାଳି ନେବା। ତାହେଲେ ଗୋଟେ ଗିନା ଚାଉଳରେ ଆମେ ପକେଇଲୁ ଗୋଟେ ଗିନା କ୍ଷୀର। ଭଲ ଭାବରେ ମିଶାଇ ନେବା। ଦେଖନ୍ତୁ ମିଶ୍ରଣଟା ତ ଆମର ରେଡ଼ି ହେଇଗଲାଣି। ଏବେ ଆ ଦେହରେ ମିଶାଇ ନେବା ସ୍ୱାଦ ଅନୁସାରେ ଲୁଣ। ଆଉ ଥରେ ଗୋଳେଇ ନେବା। ଦେଖନ୍ତୁ ଭଲ ଭାବରେ ଗୋଳେଇ ନେବେ ଏଇଭଳି ଭାବରେ। ଏବେ ଏହାକୁ ସାଇଡ୍ କରିନେବା। ଯେଉଁ ଗିନାରେ ମୁଁ ଚାଉଳ ନେଇଥିଲି ସେଇ ଗିନାରେ ସମାନ ଭାବରେ ମୁଁ ଗୋଟେ ଗିନା ଗୁଡ଼ ନେଇଛି। ଗୁଡ଼ଟା ଆପଣମାନଙ୍କ ମିଠା ଅନୁସାରେ କମ୍ ବେଶୀ ମଧ୍ୟ ନେଇପାରିବେ। ତା ସହିତ ନେଇଛି ଅଧା ଗିନା ପାଣି। ପାଣିଟା ଅଧା ଗିନାରୁ ଟିକେ କମ୍, ଯେହେତୁ ଯେଉଁ ଆମର ଗୁଡ଼ଟା ଟିକେ ପତଳା ଅଛି। ଏବେ ଗୋଟେ ପ୍ୟାନ୍ରେ ଗୁଡ଼ ଯାକ ଢାଳି ନେବା। ତାହେଲେ ଗୋଟେ ଗିନା ଚାଉଳରେ ଆମର ଏଠି ଲାଗିଲା 1.5 ଗିନା ପାଣି ବା କ୍ଷୀର। ଢାଳି ନେଲି। ଏବେ ପାଣିକୁ ମଧ୍ୟ ଦେଇଦେବା। ଏବେ ଗ୍ୟାସରେ ମୁଁ ଅଲରେଡ଼ି ବସେଇ ନେଇଛି। ଗୁଡ଼ଟା ଜଷ୍ଟ ମେଲ୍ଟ ହେବା ପର୍ଯ୍ୟନ୍ତ ଭଲ ଭାବରେ ଗୋଳେଇ ନେବା। ମେଲ୍ଟ ହେଲା ପରେ ଏହାକୁ ଛାଣି ନେବା। ଦେଖନ୍ତୁ ଏବେ ଫୁଟିବା ଆରମ୍ଭ କଲାଣି। ଗୁଡ଼ ଆମର ଅଲରେଡ଼ି ମେଲ୍ଟ ହେଇଗଲାଣି। ଏବେ ଗ୍ୟାସଟାକୁ ବନ୍ଦ କରିନେବା। ସାଙ୍ଗେ ସାଙ୍ଗେ ସେ ଆଣରେ ହିଁ ଛାଣି ନେବା। ଏକ୍ସଟ୍ରା ଯେଉଁ ଗୁଡ଼ରେ ଅଳିଆ ଥାଏ ସେ ବାହାରିଯିବ। ଦେଖନ୍ତୁ ସାଙ୍ଗେ ସାଙ୍ଗେ ଗୋଳେଇ ନେବି, ନହେଲେ ଲମ୍ସ ପଡ଼ିଯିବ। ଭଲ ଭାବରେ ମିଶାଇ ନେବା। ଏବେ ଦେଖନ୍ତୁ ଏ ମିଶ୍ରଣଟା ଠିକ୍ ଏଇଭଳି ଭାବରେ ହିଁ ହେବ। ଏ ନା ତ ବେଶୀ ପତଳା ନା ବେଶୀ ଗାଢ଼ା। ଦେଖନ୍ତୁ ଠିକ୍ ଏଇଭଳି ଭାବରେ ହିଁ ହେବ। ଏତିକି ହିଁ ପତଳା ହେବ। ଏବେ ଆ ଦେହରେ ପକାଇ ନେବା ଅଳ୍ପ ଟିକେ ଖାଇବା ସୋଢ଼ା, ଯେଉଁ ସୋଢ଼ାଟା ଆମର ପକୁଡ଼ି କିମ୍ବା ବରାରେ ୟୁଜ୍ କରାଯାଏ। ଏବେ ଭଲ ଭାବରେ ସବୁଯାକ ମିଶାଇ ନେବା। ଏ ଆମର ଅଲରେଡ଼ି ହେଇଗଲାଣି। ଦେଖନ୍ତୁ ବହୁତ ସୁନ୍ଦର ଭାବରେ ମିଶି ହେଇଗଲାଣି। ଏବେ ଏହାକୁ ସାଇଡ୍ କରିନେବା।
ଏବେ ଗ୍ୟାସ୍ ଅନ୍ କରି ବସେଇ ନେଲି କଡ଼େଇ। କଡ଼େଇଟା ଭଲ ଭାବରେ ତାତିଲା ପରେ ପକାଇ ନେବା ଘିଅ। ଆଉ ଏ ପିଠା ତିଆରି ପାଇଁ ଯେକୌଣସି ମୋଟା ଜିନିଷ ହିଁ ନେବେ। ଦେଖନ୍ତୁ ମୁଁ ଏଇଭଳି ଭାବରେ ଗୋଟେ କଡ଼େଇ ନେଇଛି। କଡ଼େଇ ଜାଗାରେ ଆପଣମାନେ ପ୍ରେସର କୁକର୍ ମଧ୍ୟ ୟୁଜ୍ କରିପାରିବେ। ବଡ଼ ଟେବୁଲ୍ ସ୍ପୁନ୍ଟେ 2 ଟେବୁଲ୍ ସ୍ପୁନ୍ ଘିଅକୁ ପକାଇ ନେଇଛି। ଘିଅଟା ଭଲ ଭାବରେ ତାତିଲା ପରେ ଆଗ ନଡ଼ିଆକୁ ଭାଜି ନେବା। ନଡ଼ିଆଟା ହାଲକା ଟିକେ ଭାଜିଲା ପରେ କାଟିକି ରଖିଥିବା କାଜୁ କିସମିସ୍ ଏବଂ ପେସ୍ତା ବାଦାମକୁ ମଧ୍ୟ ପକାଇ ନେବି ଭାଜିବା ପାଇଁ। ଇଏ ଆମର ହାଲକା ଭଜା ହେଇଗଲାଣି। ଏବେ କାଜୁ କିସମିସ୍ ଏବଂ ପେସ୍ତା ବାଦାମକୁ ପକାଇ ନେଲି। ଏହାକୁ ମଧ୍ୟ ଭାଜି ନେବା ଭଲ ଭାବରେ। ଦେଖନ୍ତୁ ଏ ଭଜା ଆମର ଅଲରେଡ଼ି ହେଇଗଲାଣି। ଆଉ ବେଶୀ କଲର୍ କରିବେନି। ଦେଖନ୍ତୁ ଆଉ ଟିକେ ହବ। ଏବେ ଆମର ହେଇଗଲାଣି। ଏବେ ଏହାକୁ ବାହାର କରିନେବି। ସେ ଯେଉଁ ଘିଅ ଅଛି ତା ଦେହରେ ଆଣ ଯାକ ଢାଳି ନେବା। ଆଣଟା ଢାଳିଲା ବେଳେ ଆଉ ଟିକେ ଗୋଳେଇ ନେଇଥିଲି। ସମ୍ପୂର୍ଣ୍ଣ ଢାଳି ନେବା। ଯେହେତୁ ଛିଟକିବ ମୁଁ ଆଗରୁ 1 ଚାମଚ ପକାଇ ନେଇଥିଲେ। ଦେଖନ୍ତୁ ଏବେ ଗ୍ୟାସ୍ର ଫ୍ଲେମ୍କୁ ଏକଦମ ଲୋରେ ହିଁ ରଖିବା। ଦେଖନ୍ତୁ ସବୁ ଯାକ ଢାଳି ନେଲେ। ଏବେ ଭାଜିକି ରଖିଥିବା ନଡ଼ିଆ କାଜୁ କିସମିସ୍ ଏବଂ ପେସ୍ତା ବାଦାମକୁ ଉପରେ ହିଁ ପକାଇ ନେବା। ସମ୍ପୂର୍ଣ୍ଣ ମୁଁ ପକାଇ ନେଲି। ଏବେ ଏହାକୁ କଭର୍ କରିନେବା ପାଖାପାଖି 20 ରୁ 25 ମିନିଟ୍ ଏକଦମ ଲୋ ଫ୍ଲେମ୍ରେ। ପିଠାଟା ଧୀରେ ଧୀରେ ହିଁ ହେବ। ଏ ଘୋଡ଼ଣୀଟା ଛୋଟ ହେଇଯାଉଛି। ବଡ଼ ଘୋଡ଼ଣୀ ଟିକେ ଆଉ ଟିକେ ଏଇ ଘୋଡ଼ଣୀଟା ହେଲେ ଭଲ। କିନ୍ତୁ କ'ଣ କରିବେ ଏ ତ ହେଉନି। ମୁଁ ଏଇଭଳି ଭାବରେ ରସର ଘୋଡ଼ଣୀଟାକୁ କଭର୍ କରିନେଲି। ଏବେ ଦେଖନ୍ତୁ ଏକଦମ 20 ରୁ 25 ମିନିଟ୍ ଏଇ ଲୋ ଫ୍ଲେମ୍ରେ ହିଁ ବସିବ। ଗ୍ୟାସ୍ର ଫ୍ଲେମ୍କୁ ଏକଦମ ଧିମାରେ ହିଁ ରଖିଛି। ନହେଲେ ହାଇରେ ରଖିଲେ ପିଠାଟା ପୋଡ଼ି ହେଇଯିବ ଆଉ ଭିତରେ ଜମା ବି ହେବନି। 20 ରୁ 25 ମିନିଟ୍ ପରେ ଆପଣମାନଙ୍କ ସହିତ ସେୟାର କରିବି। ଏବେ ପାଖାପାଖି ହେଇଗଲାଣି 20 ମିନିଟ୍। ଟିକେ ଖୋଲି ନେବା। ପିଠାଟା ଦେଖନ୍ତୁ କେତେ ସୁନ୍ଦର ଭାବରେ ଫୁଲିଛି ଆଉ ସାଇଡ଼୍ରୁ ମଧ୍ୟ ଛାଡ଼ି ଯାଇଛି। ଟିକେ ଚେକ୍ କରିନେବା। ଗୋଟେ କାଠି ସାହାଯ୍ୟରେ ଟିକେ ଚେକ୍ କରିନେଉଛି। ଦେଖନ୍ତୁ ପିଠାଟା ଏବେ ବି ହେଇନି। ମଝି ସାଇଡ଼୍ରେ କାଠିରେ ଲାଗି ହେଇଯାଉଛି। ଆହୁରି 10 ମିନିଟ୍ ପାଇଁ କଭର୍ କରିନେବା। ଏବେ 10 ମିନିଟ୍ ପରେ ଆଉ ଥରେ କଭର୍ଟାକୁ ଖୋଲି ନେଉଛି। ଏବେ ଆଉ ଥରେ ଚେକ୍ କରିନେବା। ଦେଖନ୍ତୁ କାଠିରେ ଜମା ବି ଲାଗିନି। ତାମାନେ ଏ ପିଠା ଆମର ଏକଦମ ରେଡ଼ି ହେଇଗଲାଣି। ଏବେ ଗ୍ୟାସ୍ଟାକୁ ବନ୍ଦ କରିନେବା। ଥଣ୍ଡା ହେବା ପରେ ହିଁ ଆପଣମାନଙ୍କ ସହିତ ସେୟାର କରିବି। ଏବେ ଦେଖନ୍ତୁ ପିଠାଟା ବି ଥଣ୍ଡା ହେଇଗଲାଣି। ସାଇଡ଼୍ରୁ ଦେଖନ୍ତୁ ସୁନ୍ଦର ଭାବରେ ଛାଡ଼ି ହେଇଯାଇଛି। ଏବେ ବାହାର କରିନେବି କଡ଼େଇରୁ। ଦେଖନ୍ତୁ କେତେ ସୁନ୍ଦର ଭାବରେ ବାହାରି ଯାଉଛି। କେତେଟା ସୁନ୍ଦର ବନିଛି ଦେଖନ୍ତୁ। ଆଉ ପୋଡ଼ ପିଠା ମାନେ ଟିକେ ପୋଡ଼ା ପୋଡ଼ା ହେଲେ ଭଲ ଲାଗେ। କାଲିର ଭିଡ଼ିଓରେ ମୁଁ ଆଉ ଏକ ପ୍ରକାର ପୋଡ଼ ପିଠା ମୁଁ ତିଆରି କରି ଦେଖାଇଥିଲି, ଯେଉଁଟାକି ଉଷୁନା ଚାଉଳରେ। ଆଜି ମୁଁ ତିଆରି କରି ଦେଖାଇଲି ଚୁଡ଼ା ଏବଂ ଅରୁଆ ଚାଉଳର ଏ ପୋଡ଼ ପିଠା। ଦେଖନ୍ତୁ ପିଠାଟା କେତେ ସଫ୍ଟ ବନିଛି। ବହୁତ ସୁନ୍ଦର ହେଇଛି। ଏ ତଳ ସାଇଡ଼୍ଟା ମଧ୍ୟ ଦେଖାଇ ଦେଉଛି। ଦେଖନ୍ତୁ କେତେଟା ସୁନ୍ଦର ବନିଛି। ଏକଦମ ଜାଲିଦାର ଆଉ ବହୁତ ସଫ୍ଟ ପିଠା। ଦେଖନ୍ତୁ ଏକଦମ ନରମ। ତ ଆଗକୁ ଆସୁଛି ରଜ। ତ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପୋଡ଼ପିଠା ତିଆରି କରି ନିଜେ ଖାଇବା ସହିତ ସମସ୍ତଙ୍କୁ ଖୁଆଇବେ। ଦେଖିବେ ସମସ୍ତେ ମଧ୍ୟ ବହୁତ ଖୁସି ହେଇଯିବେ। ତ ଏବେ କାଟି ନେବା। ପିଠାଟା ବି ଏକଦମ ସମ୍ପୂର୍ଣ୍ଣ ଥଣ୍ଡା ହେଇଗଲାଣି। ଥଣ୍ଡା ହେଲା ପରେ ପିଠାଟା କାଟିବେ। ନହେଲେ ଗରମ ଅବସ୍ଥାରେ କାଟିଲା ମାନେ ପିଠାଟା ଭାଙ୍ଗି ହେଇଯିବ। ଦେଖନ୍ତୁ କେତେଟା ସଫ୍ଟ ବନିଛି। ଆରାମରେ କାଟି ହେଇଯାଉଛି। ଆଉ ଭିତରଟା ଦେଖନ୍ତୁ ଏକଦମ ନରମ। ଏବେ ଛୋଟ ଛୋଟ ପିସ୍ କରି କାଟି ନେଲି। ଦେଖନ୍ତୁ ପିଠାଟା କେତେଟା ସୁନ୍ଦର ବନିଛି। ଆଉ ପିଲାମାନେ ଖାଇକିରି ମଧ୍ୟ କହୁଛନ୍ତି ପିଠାଟା ବହୁତ ସୁନ୍ଦର ଟେଷ୍ଟ ହେଇଛି। ମାନେ କେତେଥର ମୁଁ ପିଠା କରିସାରିଲିଣି। ଆରି ଭିତରେ 3-4 ପ୍ରକାର ପୋଡ଼ ପିଠା, କିନ୍ତୁ ଏଇ ପିଠାଟା ଟିକେ ଅଲଗା। ତ ଏ କିନ୍ତୁ ଆମର ପ୍ରସ୍ତୁତ ହୋଇଗଲା ଆଜିର ଚୁଡ଼ା ଚାଉଳରେ ତିଆରି ପୋଡ଼ ପିଠା ରେସିପି। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଏମିତି ଆହୁରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ। ତାହେଲେ ଆଜି ପାଇଁ ରହୁଛି।
ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ନମସ୍କାର।